ଏହି କିଛି ସମୟ ତଳେ ୱେଷ୍ଟବେଙ୍ଗଲର ଦାର୍ଜିଲିଂ ଠାରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ସହିତ ଗୋଟେ ମାଲଗାଡ଼ିର ଧକ୍କା ହେବାରୁ ଏହି ଦୁଇଟି ଟ୍ରେନ୍ ମଧ୍ୟରେ ଆକ୍ସିଡେଣ୍ଟଟି ହୋଇଛି। ଦେଖିପାରୁଥିବେ ଦୁର୍ଘଟଣାଟି କେତେ ମାତ୍ରାରେ କ୍ଷତି କରିଛି। ପ୍ୟାସେଞ୍ଜର ଟ୍ରେନ୍ର ଗୋଟେ ବଗି ଉପରେ ମାଲଗାଡ଼ିର ବଗିଟି ଚଢ଼ିଯାଇଛି ଏବଂ ଏଥିପାଇଁ 3-4ଟି ବଗି କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଆକ୍ସିଡେଣ୍ଟ ଯୋଗୁଁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁତ ଲୋକ ଇଞ୍ଜୋର୍ଡ ଅଛନ୍ତି। ଲୋକମାନଙ୍କୁ ରେସ୍କ୍ୟୁ କରାଯାଉଛି ଏବଂ କେତେ ଜଣ ଇଞ୍ଜୋର୍ଡ ଅଛନ୍ତି ସେହି କଥା ଏପର୍ଯ୍ୟନ୍ତ ଜଣାପଡ଼ୁନି। ଗତ ବର୍ଷ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଏବର୍ଷ କାଞ୍ଚନଜଙ୍ଗା, ଭାରତୀୟ ରେଳ ବିଭାଗ ଉପରେ ଉଠୁଛି ବଡ଼ ପ୍ରଶ୍ନ। ଭାରତ ସବୁ କ୍ଷେତ୍ରରେ ଡେଭଲପ୍ ହେଉଛି, କିନ୍ତୁ ରେଳ କ୍ଷେତ୍ରରେ ଯେତିକି ବିକାଶ ହେବା କଥା ତାହା ହୋଇପାରୁନାହିଁ। କେଉଁ ଟ୍ରେନ୍ କେଉଁ ଟ୍ରାକ୍ରେ ଯିବ ଏବଂ ତା'ର ଟାଇମିଂ କ'ଣ ରହିବ, ଏସବୁ ତଦାରଖ କରିବା ପରେ ମଧ୍ୟ ଟ୍ରେନ୍ ଆକ୍ସିଡେଣ୍ଟ ହେଉଛି। ରେସ୍କ୍ୟୁ ଟିମ୍ସ କାମରେ ଲାଗିଛନ୍ତି ଏବଂ ବହୁତ କମ୍ ସମୟ ମଧ୍ୟରେ ସମସ୍ତଙ୍କୁ ମେଡ଼ିକାଲ ନିଆଯିବ। ଦୁର୍ଘଟଣାଟି ଦାର୍ଜିଲିଂ ଡିଷ୍ଟ୍ରିକ୍ଟର ନ୍ୟୁ ଜଲପାଇଗୁରି ରେଲୱେ ଷ୍ଟେସନ ପାଖରେ ଘଟିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର ପଛ ବଗିକୁ ମାଲଗାଡ଼ିଟି ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣାଟି ଘଟିଛି। ଆଶା କରୁଛୁ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ଶୀଘ୍ର ଭଲ ହୋଇଯାଆନ୍ତୁ ଏବଂ ସରକାରଙ୍କୁ ଅନୁରୋଧ, ରେଳ କ୍ଷେତ୍ରରେ ଶୀଘ୍ର ବିକାଶ କରନ୍ତୁ, ଯେପରି ଏପରି ଦୁର୍ଘଟଣା ପାଇଁ ଲୋକମାନେ ନିଜର ଜୀବନ ନ ହରାନ୍ତୁ।